ଯେ ଏ ବର୍ଷ ମୌସୁମୀ ବାୟୁ ସମୟରେ ଏଲିନୋ ଡେଭଲପ ହେବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବ ହେଉଛି ଏହା ଯେ ଭାରତବର୍ଷରେ ମୌସୁମୀ ଜନିତ ବର୍ଷା ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣତଃ ଯେତିକି ହୋଇଥାଏ ଏ ବର୍ଷ ତାଠୁ କମ୍ ପାଣିପାଗ ଜନିତ ଯେଉଁ ଦୁର୍ବିପାକ ସବୁ ଦେଖାଯାଏ ସେଥିରେ ବିଶେଷ ଭାବରେ ଅଗ୍ରଗତି ଘଟିଛି ବିଗତ 10 ବର୍ଷ ମଧ୍ୟରେ। ତେଣୁ ଏଇ ଯେଉଁ ବ୍ରିକ୍ସ ସମ୍ମିଳନୀ ପୁରୀରେ ହେଉଛି ଏଥିରେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଯାହା ବ୍ରିକ୍ସ କଣ୍ଟ୍ରିମାନଙ୍କ ଭିତରେ ଦେଖାଯାଏ ତା ବିଷୟରେ ପର୍ଯ୍ୟାଲୋଚନା ହେବା ସହିତ ଏହା ଗୋଟେ ସୁଯୋଗ ଦେବ ଭାରତବର୍ଷକୁ ଏହାର ଯେଉଁ ସଫଳତା ଆସିଛି ବିପର୍ଯ୍ୟୟ ପରିଚାଳନାରେ ସତର୍କ ସୂଚନାରେ ତାହାକୁ ଲୋକଙ୍କୁ ଜଣାଇବା ପାଇଁ ଏବଂ ସମସ୍ତ ରାଷ୍ଟ୍ରମାନଙ୍କୁ ଭାରତର ସଫଳତାକୁ ସୂଚାଇବାରେ ଏହା ଏକ ମାଧ୍ୟମ ସୃଷ୍ଟି କରିବ। 1900 ମସିହା ବାତ୍ୟା ଠାରୁ ଯଦି ଆମେ ଦେଖିବା ଫାଇଲିନ୍ ହୁଡ଼ୁହୁଡ଼ୁ ଭଳି ଅନେକ ଅଭିଜ୍ଞତା ମଧ୍ୟ ଆପଣ ନିଜେ ନ୍ୟାସନାଲ ମିଡ଼ିଆ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ଆପଣ ପ୍ରେଜେଣ୍ଟେସନ ଦେଇଛନ୍ତି। ତ ଆଜି ଯେଉଁମାନେ ଆସୁଛନ୍ତି ବ୍ରିକ୍ସରେ ସେମାନଙ୍କୁ ଆପଣ କେମିତି କ'ଣ ଏ ପ୍ରେଜେଣ୍ଟେସନ ଆଜି ରହିବ ବୋଲି ଆଶା କର? ନାଇଁ ସେସବୁ ଆପଣଙ୍କର ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଏବଂ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି କୋଅର୍ଡିନେଟ୍ କରୁଛନ୍ତି। ବିଶେଷ ତଥ୍ୟ ସେମାନଙ୍କ ପାଖରୁ ଆପଣ ସଂଗ୍ରହ କରିପାରିବେ। ସାର୍ ଆଉ ଗୋଟେ ଶେଷ ପ୍ରଶ୍ନ ହେଉଛି ଯେହେତୁ ଏଲିନୋକୁ ନେଇକି ଏଥରକ ଆମେ ବହୁତ ଚିନ୍ତିତ କାରଣ ଜଳବାୟୁର ଅନେକ କିଛି ପରିବର୍ତ୍ତନ ହେଇଛି କୁହାଯାଉଛି ଏଲିନୋର ପ୍ରଭାବ ମଧ୍ୟ ଏଥରକ ଓଡ଼ିଶାରେ ମଧ୍ୟ କିଛି ବି ପ୍ରଭାବ ପଡ଼ିପାରେ ବିଭିନ୍ନ ରାଜ୍ୟ ସହିତ ଓଡ଼ିଶା ପ୍ରଭାବ ପଡ଼ିପାରେ କ'ଣ ସାର୍ ବିଶେଷ କ୍ଷତି ହେବ ବୋଲି ଆଶା କର? ଏଲିନୋ ବିଷୟରେ ଆମେ ଷ୍ଟେଟମେଣ୍ଟ ଅଲରେଡ଼ି ଦେଇସାରିଛୁ ଯେ ଏ ବର୍ଷ ମୌସୁମୀ ବାୟୁ ସମୟରେ ଏଲିନୋ ଡେଭଲପ ହେବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବ ହେଉଛି ଏହା ଯେ ଭାରତବର୍ଷରେ ମୌସୁମୀ ଜନିତ ବର୍ଷା ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ସାଧାରଣତଃ ଯେତିକି ହୋଇଥାଏ ଏ ବର୍ଷ ତାଠୁ କମ୍ ହେବାର ପୂର୍ବାନୁମାନ କରାଯାଇଛି। ଓଡ଼ିଶା କଥା ଦେଖିଲେ ଆମେ ଯେଉଁ ପୂର୍ବାନୁମାନ ଜାରି କରିଛୁ 29 ତାରିଖରେ ସେହି ପୂର୍ବାନୁମାନ ରହିଛି କୌଣସି ନୂଆ ପୂର୍ବାନୁମାନ ଆସିନାହିଁ ଯେ ଉତ୍ତର ଓଡ଼ିଶାରେ ସାମାନ୍ୟରୁ କମ୍ ବର୍ଷାର ପୂର୍ବାନୁମାନ କରାଯାଇଛି ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ସାମାନ୍ୟ କିମ୍ବା ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍ରୁ ସେପ୍ଟେମ୍ବର ମାସ କଥା ଆମେ ପୂର୍ବାନୁମାନ ବର୍ତ୍ତମାନ କରିଛୁ ପରେ ପୁଣି ପୂର୍ବାନୁମାନ ଦିଆଯିବ ପ୍ରତ୍ୟେକ ମାସ ଭିତରେ। ମୁଁ କହିଲି ସେଇ କଥା ନା ସାଧାରଣତଃ ଯେତିକି ବର୍ଷା ହୋଇଥାଏ ଭାରତବର୍ଷରେ ତାଠୁ କମ୍ ବର୍ଷା ହେବ ତାକୁ ବିଲୋ ନର୍ମାଲ କାଟେଗୋରୀ କୁହାଯାଉଛି। ପରିମାଣାତ୍ମକ ଭାବରେ ଆମେ କହିଛୁ ଯେ 90% ବର୍ଷା ହେବାର ସମ୍ଭାବନା ରହିଛି। ଆମେ ମରୁଡ଼ି ମନିଟରିଂ କରୁନାହୁଁ ଆମେ କେବଳ ବର୍ଷାର ମନିଟରିଂ କରିଥାଉ ତାର ପୂର୍ବାନୁମାନ ଆପଣ ଯେଉଁମାନେ ଆମର କୃଷି ବିଶେଷଜ୍ଞମାନେ ଅଛନ୍ତି ସେମାନେ ଆପଣଙ୍କୁ ବିଶେଷ ତଥ୍ୟ ସେ ବିଷୟରେ ଦେବେ।